আফগানিস্তান এবং পাকিস্তান মধ্যে উত্তেজনা শীর্ষে পৌঁছিছি। এই সময় পাকিস্তানী সেনা আফগানিস্তানকে খোলা ধমক দিয়েছে। কাবুলর তালিবান সরকার উপরে পাকিস্তানে উগ্রবাদী আক্রমণকে প্রোৎসাহিত করুথবা অভিযোগ করেছে। পাকিস্তানী সেনা মুখপাত্র লেফটেনান্ট জেনারেল অহমদ শরীফ চৌধুরী କହିଛନ୍ତି বাণিজ্য এবং সীমাপার উগ্রবাদ একাঠি চলি পারিবনি। পাকিস্তান অক্টোবর 12 তারিখে আফগানিস্তান সহিত সমস্ত সীমা ক্রসিং বন্ধ କରିଦେଇଥିଲା। দুই দেশ ମଧ୍ୟରେ ଭୟଙ୍କର ସଂଘର୍ଷ ପରେ ଏ ନିଷ୍ପତ୍ତି ନିଆଯାଇଥିଲା, ଯେଉଁଥିରେ ଉଭୟ ପାର୍ଶ୍ୱର ବହୁ ସୈନିକଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା। ଶନିବାର ଦିନ ପାକିସ୍ତାନୀ ସେନା ଦ୍ୱାରା ଜାରି ଏକ ବ୍ରିଫିଂରେ ଏହାର ଗଣମାଧ୍ୟମ ଶାଖା ISPRର ମୁଖ୍ୟ ଚୌଧୁରୀ ସାମ୍ବାଦିକମାନଙ୍କୁ କହିଛନ୍ତି, ଯଦି ଆମେ ବାଣିଜ୍ୟ ଉପରେ ପ୍ରତିବନ୍ଧକ ଲଗାଉଛୁ ତେବେ ଏହା ଏଥିପାଇଁ ନୁହେଁ ଯେ ଆମର ବାଣିଜ୍ୟ ସହିତ ଏକ ସମସ୍ୟା ଅଛି। ଆମର ଚିନ୍ତା ହେଉଛି ଆମର ସୁରକ୍ଷା। ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଆମର ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ। ରକ୍ତ ଏବଂ ବ୍ୟବସାୟ ଏକାଠି ଚାଲିପାରିବନି। କାବୁଲ ଆଫଗାନିସ୍ତାନ ଅଞ୍ଚଳରେ ଇସଲାମାବାଦ ଉପରେ ଏକ ବିମାନ ଆକ୍ରମଣ କରିଥିବା ଏବଂ 10 ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରିବା ପରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ପୁଣି ଥରେ ଉତ୍ତେଜନା ସ୍ତରରେ ପହଞ୍ଚିଥିଲା। ପାକିସ୍ତାନ ସେନା ଏହି ଆକ୍ରମଣକୁ ଅସ୍ୱୀକାର କରିଥିଲା, ଯେତେବେଳେ କାବୁଲ କହିଛି ଯେ ଆମେ ଏହାର କଡ଼ା ଜବାବ ଦେବୁ। ପାକିସ୍ତାନ ବେସାମରିକ ଏବଂ ସାମରିକ ନେତୃତ୍ୱ କାବୁଲକୁ ପାକିସ୍ତାନୀ ତାଲିବାନ ଏବଂ ଅନ୍ୟାନ୍ୟ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଛି। ଆଫଗାନିସ୍ତାନ ତାଲିବାନ ଏହି ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରିଛନ୍ତି। କାବୁଲ ପାକିସ୍ତାନର ସୁରକ୍ଷା ଚ୍ୟାଲେଞ୍ଜକୁ ଦେଶର ଆଭ୍ୟନ୍ତରୀଣ ସମସ୍ୟା ବୋଲି କହିଛି। ବ୍ୟୁରୋ ରିପୋର୍ଟ, ଦିନଲିପି ଲାଇଭ୍। ଦିନଲିପି ଲାଇଭ୍ को एबे ही लाइक शेयर सब्सक्राइब करंतु।